ଶିଶୁ ପ୍ରାରମ୍ଭ ଶ୍ରେଣୀ ପାଇଁ ଆସ ଆମେ ଗପ ଶୁଣିବା ପୁସ୍ତକର ଆଜିର ବିଷୟବସ୍ତୁ ଗପର ଗୁରୁ ସେବା। କ'ଣ ପିଲାମାନେ ବିଷୟବସ୍ତୁ ନା ଗପର ଗୁରୁ ସେବା। ତାହେଲେ ତେବେ ଆଗକୁ ବଢ଼ିବା। ହଁ, ଭାର୍ଗବୀ ନଦୀ କୂଳରେ ସୁଆଣ୍ଡ ଗାଁ। ସେ ଗାଁରେ ଗୋପ ବୋଲି ଗୋଟିଏ ପିଲାଟିଏ ଥିଲା। ସେ ବିଦ୍ୟାଳୟରେ ଭଲ ପଢ଼ୁଥିଲା, ସାଙ୍ଗମାନଙ୍କ ସହିତ ମିଳିମିଶି ସବୁ କାମ କରୁଥିଲା, ଗୁରୁଜୀଙ୍କ କଥା ମାନୁଥିଲା। ସେଥିପାଇଁ ତାକୁ ଗୁରୁଜୀ ବହୁତ ଭଲ ପାଉଥିଲେ। ଆଚ୍ଛା ପିଲାମାନେ, ଗୋପକୁ କାହିଁକି ଗୁରୁଜୀ ଭଲ ପାଉଥିଲେ? କାହିଁକି ନା ସମସ୍ତଙ୍କ ସବୁ ଗୁରୁଜୀଙ୍କ ଯିଏ ଯାହା କହୁଥିଲେ ସବୁ ଗୁରୁଜୀଙ୍କ କଥା ସେ ଠିକ୍ ଭାବରେ କରିଦେଉଥିଲା। ସେଇଥିପାଇଁ ସବୁ ଗୁରୁଜୀ ତାକୁ ବହୁତ ଭଲ ପାଉଥିଲେ। ଆଚ୍ଛା, ଦିନକର ଘଟଣା। ଗୁରୁଜୀଙ୍କ ଦେହ ଖରାପ ହୋଇଥାଏ। ସେ କହିଲେ ଲେମ୍ବୁ ପାଣି ପିଇଲେ ଦେହ ଭଲ ହୋଇଯିବ। ନାହାକ ଅଜାଙ୍କ ବାଡ଼ିରୁ ଲେମ୍ବୁଟିଏ ଆଣିବାକୁ ପଡ଼ିବ। ଏ କଥା ଶୁଣିଲା ପରେ ଶିଷ୍ୟମାନେ ଗୁରୁଜୀଙ୍କ ପାଖରୁ ଧୀରେ ଧୀରେ ପଳାଇଗଲେ। ସେତେବେଳେ ଖରାଦିନ ହୋଇଥିବାରୁ ଘରୁ ବାହାରିବା ଭାରି କଷ୍ଟ। ତତଲା ପବନ ବହୁଥାଏ। ନଦୀରେ ତତଲା ବାଲିରେ ଚାଲି ଚାଲି ଗଲେ ଯାଇ ନାହାକ ଅଜାର ବାଡ଼ି ପଡ଼ିବ। ଗୋପ ମନରେ ସାହସ ବାନ୍ଧିଲା। ନଦୀର ତତଲା ବାଲିରେ ପାଦ ପକାଇ ଆଗକୁ ମାଡ଼ି ଚାଲିଲା। ଶେଷରେ ଲେମ୍ବୁ ବାଡ଼ି ପାଖରେ ପହଞ୍ଚିଲା। ଦେଖିଲା ବଗିଚାରେ ମାଲିକ ନାହାକ ଅଜା ଖଟ ପକାଇ ଗଛ ମୂଳେ ଶୋଇଛନ୍ତି। ଗୋପ ମନେ ମନେ ଭାବିଲା, ପାଟି କରି ଡାକିଲେ ଅଜା ରାଗିବେ। ଅଜାଙ୍କୁ ନ କହି ଲେମ୍ବୁ ନେବା ଠିକ୍ କଥା ନୁହେଁ। ଗୋପ ବିଚାରିଲା, ଅଜାଙ୍କ ପାଦ ପାଖରେ ବସି ପାଦକୁ ଚିପିବି, ତାଙ୍କ ନିଦ ଭାଙ୍ଗିଯିବ, ଆଉ ସେ ଉଠି ପଡ଼ିବେ। ଏ କଥା ଭାବି ଗୋପ ନାହାକ ଅଜାଙ୍କ ଗୋଡ଼ ଚିପିବାକୁ ଲାଗିଲା। ଅଜାଙ୍କ ନିଦ ଚାଉଁକିନା ଭାଙ୍ଗିଗଲା। ଅଜା ଉଠି ପଡ଼ି ବସିଲେ ଓ କହିଲେ, ତୁ କିଏ? କ'ଣ ପାଇଁ ଆସିଛୁ? ଗୋପ ପ୍ରଥମେ ଡରିଗଲା, ତାପରେ ସବୁ କଥା କହିଲା। ଗୋପର କଥା ଶୁଣି ଅଜା ବାଡ଼ିକୁ ଯାଇ ଲେମ୍ବୁ ଆଣି ଗୋପ ହାତରେ ଦେଲେ। ସେଇ ଲେମ୍ବୁକୁ ଧରି ମନ ଖୁସିରେ ଗୋପ ଫେରି ଆସିଲା। ଗୁରୁଜୀଙ୍କୁ ଲେମ୍ବୁ ପାଣି ପିଆଇବା ପାଇଁ ଦେଲା। ଲେମ୍ବୁ ପାଣି ପିଇବା ପରେ ଗୁରୁଜୀଙ୍କ ଦେହ ଭଲ ହୋଇଗଲା। ଗୁରୁଜୀ ଖୁସି ହେଇ ଗୋପକୁ ଆଶୀର୍ବାଦ କଲେ ଆଉ କହିଲେ, ତୁ ଜୀବନରେ ବଡ଼ ଲୋକ ହୋଇ ଦୁଃଖୀ ଦରିଦ୍ରଙ୍କ ସେବା କରିବୁ। ଏଇ ଗୋପର ପ୍ରକୃତ ନାମ ଥିଲା କ'ଣ? କିଏ କହିପାରିବ? ଆଚ୍ଛା ପିଲେ କହିଲେ, ସେଇ ଗୋପ ବୋଲି ସେଇ ଛୋଟିଆ ପିଲାଟିର ପ୍ରକୃତ ନାମ କ'ଣ ଥିଲା? ନା ସେଇ ପିଲାଟିର ପ୍ରକୃତ ନାମ ଥିଲା ଗୋପବନ୍ଧୁ ଦାସ। ପିଲାମାନେ, ଗୋପବନ୍ଧୁ ଦାସ କେହି ସାଧାରଣ ମଣିଷ ନଥିଲେ। ସେ ଥିଲେ ଉତ୍କଳ ଜାତିର ଈଶ୍ୱର ବା ଭଗବାନ ସଦୃଶ। ଆମେ ଭଗବାନଙ୍କୁ କ'ଣ କରୁ ନା ଫୁଲ ଚନ୍ଦନ ଦେଇ ପୂଜା କରୁ। ସେମିତି ଗୋପବନ୍ଧୁ ଦାସ ଏ ଦେଶ, ଏ ଜାତି, ଏ ସଂସ୍କୃତି ପାଇଁ ଯାହା କରିଯାଇଛନ୍ତି, ତାଙ୍କୁ ଯେତେ ଫୁଲ ଚନ୍ଦନ ଦେଇ ପୂଜା କଲେ ବି ତାଙ୍କ ପାଖରେ କମ୍ ପଡ଼ିବ। କାହିଁକି? ତାହେଲେ ଆମେ ଆଗକୁ ଜାଣିବା। ଥରେ ଦୟା ଭାର୍ଗବୀ ଓ କୁଶଭଦ୍ରା ନଦୀରେ ବନ୍ୟା ଆସିଲା। ଘରଦ୍ୱାର, ଗାଈଗୋରୁ, ଗଛପତ୍ର, ଧନ ସମ୍ପତ୍ତି ସବୁ ପାଣିରେ ଭାସିଗଲା। ଲୋକମାନେ ଖାଇବାକୁ ପାଇଲେ ନାହିଁ, ବିଭିନ୍ନ ରୋଗରେ ପଡ଼ିଲେ। ସେତେବେଳେ ଗୋପବନ୍ଧୁ ତାଙ୍କର ସାଙ୍ଗମାନଙ୍କୁ ଧରି ଚୁଡ଼ା, ଚାଉଳ, ଲୁଗାପଟା ଓ ଔଷଧ ଧରି ଗାଁ ବୁଲି ବାଣ୍ଟିବାକୁ ଲାଗିଲେ। ଲୋକମାନଙ୍କ ସେବାରେ ଜୀବନକୁ ବାଜି ଲଗାଇ ଦେଲେ। ହଁ, ଏମିତିକି ତାଙ୍କର ଗୋଟାଏ ବୋଲି ପୁଅ ରୋଗ ଶଯ୍ୟାରେ। ବଞ୍ଚିବାର ଆଶା ଖୁବ୍ କ୍ଷୀଣ। ଘରେ ସମସ୍ତେ ଚିନ୍ତିତ। ଗୋପବନ୍ଧୁ ମଧ୍ୟ ପହଞ୍ଚିଥିଲେ। ଏହି ସମୟରେ ସେ ଶୁଣିବାକୁ ପାଇଲେ ଯେ
ଭାଗର୍ଭୀ କୁଶଭଦ୍ରା ନଦୀରେ ବନ୍ୟା ଆସିବାରୁ ବହୁତ ଲୋକ ଗାଈଗୋରୁ ସବୁ ଭାସି ଯାଉଛନ୍ତି। ସେ ତିଳେ ମାତ୍ର ବିଳମ୍ବ ନ କରି ନିଜ ରୋଗାଗ୍ରସ୍ତ ପୁଅକୁ ଛାଡ଼ି ଲୋକଙ୍କର ସେବା କରିବା ପାଇଁ ବାହାରିଗଲେ। ତାପରେ ଘରେ ଆସି ଦେଖନ୍ତି ତାଙ୍କର ପୁଅ ଆଉ ଏ ସଂସାରରେ ନାହିଁ, ମୃତ୍ୟୁବରଣ କରିଛି। ସେ ସମସ୍ତଙ୍କୁ କହିଥିଲେ। ତାଙ୍କ ମୁଖରୁ ଏଇ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଆବାକ୍ ହୋଇଗଲେ। ସେ କ'ଣ କହିଥିଲେ ନା ସେ କହିଥିଲେ ଗୋଟାଏ ପୁଅ ସିନା ମରିଗଲା, ହେଲେ ଅନେକ ପୁଅ ମୃତ୍ୟୁ ମୁଖରୁ ଉଦ୍ଧାର ପାଇଗଲେ। ସତରେ ପିଲାମାନେ, ଏଇଭଳି ମହାନ ବ୍ୟକ୍ତିତ୍ୱର ଅଧିକାରୀ ଏ ସମାଜରେ ବିରଳ, ଯିଏ ଅନ୍ୟର ଖୁସିରେ ହସୁଥିଲେ, ଅନ୍ୟର ଦୁଃଖରେ ସେବା କରିବା ପାଇଁ ବାହାରି ପଡ଼ୁଥିଲେ। ତାଙ୍କର ମୂଳ ପୁଞ୍ଜି କହିଲେ କେବଳ ଆଣ୍ଠୁ ଲୋଚନ ଥିବା ଧୋତି ଆଉ ପାଇଜାମା ବ୍ୟତୀତ ସମ୍ପତ୍ତି କହିଲେ କିଛି ନଥିଲା। କେବଳ ଲୋକଙ୍କର ସେବାକୁ ସେ ନିଜର ମୂଳ ପୁଞ୍ଜି ବୋଲି ଧରି ନେଇଥିଲେ। ଖାଲି ଏତିକିରେ ତାଙ୍କ ଜୀବନୀ ସୀମିତ ନଥିଲା। ଦେଶକୁ ସ୍ୱାଧୀନତା ଦେବା ପାଇଁ ଅଂଗ୍ରେଜ ବିରୁଦ୍ଧରେ ଲଢ଼ି ଜେଲ ଦଣ୍ଡ, କାରାବରଣ ମଧ୍ୟ ତାଙ୍କୁ ଭୋଗିବାକୁ ପଡ଼ିଛି। ଖାଲି ଏତିକି ନୁହେଁ, ବନ୍ୟା, ବାତ୍ୟା, ମରୁଡ଼ି ସମୟରେ ଉତ୍କଳର ସାରା ଜନତାଙ୍କ ପାଇଁ ସେ ସଂଗ୍ରାମ କରିଛନ୍ତି। ଆଣ୍ଠୁ ଲୁଚନ ଥିବା ଲୁଗା ପିନ୍ଧି ସେ ପାଣି କାଦୁଅରେ ଲୋକମାନଙ୍କର ସେବା କରିଛନ୍ତି। ଓଡ଼ିଆ ଭାଷା ପାଇଁ ସଂଗ୍ରାମ, ତାଙ୍କର ଦକ୍ଷତା, ନିଃସ୍ୱାର୍ଥବାଦୀ ସେବା, ଉତ୍କଳକୁ ବିଶ୍ୱରେ ଅଗ୍ରସର କରିବାର ନିଶା, ଏହି ମହାନ ମହାପୁରୁଷଙ୍କ ଅନ୍ତର୍ନିହିତ ଶକ୍ତି ଲୋକମାନଙ୍କୁ ଅଛପା ରହିଲା ନାହିଁ। ସେଇଥିପାଇଁ ତାଙ୍କୁ ଲୋକମାନେ ଉତ୍କଳମଣି ଗୋପବନ୍ଧୁ ଦାସ ନାମରେ ଜାଣିବାକୁ ପାଇଲେ। ଆଚ୍ଛା ପିଲାମାନେ, ଏଇ ଯୋଗଜନ୍ମା ବୀର ପୁରୁଷଙ୍କ ଜୀବନୀ ସଂଘର୍ଷ ଏତିକିରେ ପୂର୍ଣ୍ଣଚ୍ଛେଦ ପଡ଼ିନଥିଲା। ତେବେ ଆଗକୁ ଆମେ ଯେତେ ପଢ଼ି ଚାଲିବା ତାଙ୍କ ବିଷୟରେ ବହୁତ କିଛି ଶିଖିବାକୁ ପାଇବା। ହଁ, ଏବେ ତ ସମୟ ହେଇଯାଇଛି। ଆଗାମୀ ଅଧ୍ୟାୟରେ ଏକ ସୁନ୍ଦର ବିଷୟବସ୍ତୁକୁ ନେଇ ଆପଣମାନଙ୍କ ସହିତ ପୁନର୍ବାର ସାକ୍ଷାତ ହେବ। ଯେଉଁମାନେ ଆମ ଓଡ଼ିଶା, ଆମ ସାହିତ୍ୟ ସହିତ ଜଡ଼ିତ, ସେହି ସାହିତ୍ୟ ପ୍ରେମୀ ପାଠକ ପାଠିକା ବନ୍ଧୁମାନଙ୍କୁ ମୋ ତରଫରୁ ପଦିଏ କଥା। ନୂଆ ପୁରୁଣା ସାହିତ୍ୟ ଗଳ୍ପ କାହାଣୀକୁ ନେଇ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରାଇବାର ନିଶା ମୋତେ ରାତିରେ ଶୋଇବାକୁ ଦିଏ ନାହିଁ। ତଥାପି ସାହିତ୍ୟକୁ ନେଇ ମୋର ସଂଗ୍ରାମ କେବେ ଶେଷ ହେବ ନାହିଁ। କେବଳ ଆପଣମାନଙ୍କର ସଦିଚ୍ଛା, ଭଲ ପାଇବା, ଆଶୀର୍ବାଦ ମୁଁ ନିତାନ୍ତ କାମନା କରୁଛି।